ନମସ୍କାର। ଆସନ୍ତୁ ଆଜି ଜାଣିବା ଭାରତରେ ଶସ୍ୟ ଅମଳର ବିଭିନ୍ନ ପର୍ବପର୍ବାଣି ବିଷୟରେ। ଭାରତୀୟ ପର୍ବଗୁଡ଼ିକ କେବଳ ଦେବୀ ଦେବତାଙ୍କର ପୂଜାର୍ଚ୍ଚନା ମାଜଣାରେ ସୀମିତ ନୁହେଁ, ମାଟି ମା ଓ ପ୍ରକୃତି ପ୍ରତି ମଧ୍ୟ ସମର୍ପିତ। ମାଟିରୁ ଫସଲ ଉପଜାଇବା ପାଇଁ ଦରକାର ହୁଏ ବର୍ଷା, ଖରା, ଶୀତ, କାକର ଓ ଉର୍ବରତା। ପ୍ରକୃତି ଅକାତରେ ତାହା ଦାନ କରି ମେହନତି ମଣିଷର ଆଶା ଆକାଂକ୍ଷାକୁ ଫଳବତୀ କରେ। ସୁନାର ଫସଲ ଅମଳ ବେଳେ କୃଷକ ଉତ୍ସବ ପାଳି ପ୍ରତିଦାନ ସ୍ୱରୂପ ମାଟି ମା ଓ ପ୍ରକୃତିକୁ କୃତଜ୍ଞତା ଜଣାଏ। ଦେଶ ବିଦେଶରେ କୃଷିଭିତ୍ତିକ ଅମଳ ପର୍ବଗୁଡ଼ିକ ଏହାର ସର୍ବୋତ୍ତମ ଉଦାହରଣ। କୃଷକ କ୍ଷେତରେ ହଳ କରେ, ମଞ୍ଜି ବୁଣେ, ରୁଆ ବେଉଷଣ କରେ, ମାଟି ସହ ଏକାକାର ହୁଏ, ବର୍ଷା ମାଡ଼ ଖାଏ, ଖରା ଶୀତ ଦାଉ ସହେ, ଆଶା କରେ ତା ପରିଶ୍ରମର ଫଳସ୍ୱରୂପ ପ୍ରଚୁର ଫସଲ ଉତ୍ପାଦନ ହେଉ, ଯହିଁରୁ ମେଣ୍ଟିଯିବ ତାର ସବୁ ଅଭାବ ଅସୁବିଧା। ହେଲେ ଫସଲ ଉତ୍ପାଦନ ପାଇଁ କୃଷକର ପରିଶ୍ରମ ତ ସବୁକିଛି ନୁହେଁ। ସେଥିପାଇଁ ଦରକାର ହୋଇଥାଏ ଯଥେଷ୍ଟ ବର୍ଷା, ଖରା ଆଉ ଶୀତ, ସର୍ବୋପରି ଅନୁକୂଳ ପାଗ ସାଙ୍ଗକୁ ରୋଗପୋକ ଦାଉରୁ ରକ୍ଷା। ଏସବୁ ମଣିଷକୁ ଦେଇଥାଏ ପ୍ରକୃତି। କ୍ଷେତରେ ଲହଡ଼ି ଭାଙ୍ଗେ ସୁନାର ଫସଲ, କ୍ଷେତ ପୁରି ଉଠେ ତା ସହିତ ଚାଷୀର ମନ ବି। ତେଣୁ ପ୍ରକୃତି ପ୍ରତି, ମାଟି ମା ପ୍ରତି କୃତଜ୍ଞତାରେ ଓଦା ହୋଇ ଆସେ ତାର ଆଖି। ପ୍ରକୃତିର ଆକୁଣ୍ଠିତ ଶ୍ରଦ୍ଧାର ଋଣ ଶୁଝିବା ପାଇଁ କୃଷକ ବର୍ଷର ବିଭିନ୍ନ ସମୟରେ ପାଳିଥାଏ ନାନା ଉତ୍ସବ। ଆମ ଦେଶ ରାଜ୍ୟ ବିଭିନ୍ନ ସ୍ଥାନରେ ଫସଲ ଅମଳର ଋତୁରେ ପାଳିତ ହୁଏ କୃଷି ସମ୍ବନ୍ଧୀୟ ଉତ୍ସବ ଗୁଡ଼ିକ ସେହି କୃତଜ୍ଞତାର ଜ୍ଞାପନ ଓ ଶ୍ରଦ୍ଧା ନିବେଦନର ନିଦର୍ଶନ ସ୍ୱରୂପ।